ନିଖୋଜ ବାପାଙ୍କୁ ଫେରି ପାଇବା ପାଇଁ ଆକୁଳ ନିବେଦନ କଲେ ପରିବାର ଲୋକେ। ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଅଳା ଗ୍ରାମ ପଞ୍ଚାୟତର ମଙ୍ଗଳପୁର ଗ୍ରାମରୁ। ଏହି ଗ୍ରାମର ଶେଖ୍ ଗୌସ ମହମ୍ମଦ ନାମକ 65 ବର୍ଷୀୟ ଜଣେ ବ୍ୟକ୍ତି ଗତ ରବିବାର ସକାଳ 6 ଘଟିକାରୁ କେଉଁଆଡ଼େ ଚାଲିଯାଇଛନ୍ତି। ପରିବାର ଲୋକେ ସକାଳୁ ବାପା ଘରେ ନଥିବା ଦେଖି ବନ୍ଧୁବାନ୍ଧବ ସାହି ପଡ଼ିଶା ସମେତ ଚାରିଆଡ଼େ ବହୁତ ଖୋଜାଖୋଜି କରିସାରିଲେଣି, କିନ୍ତୁ ନିଖୋଜ ହୋଇଥିବା ଶେଖ୍ ଗୌସ ମହମ୍ମଦଙ୍କର ଏପର୍ଯ୍ୟନ୍ତ କୌଣସି ଠିକଣା ମିଳିପାରି ନାହିଁ। ବହୁ ଖୋଜାଖୋଜି କରି ନିରାଶ ହେବା ପରେ ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ। ପରିବାର ଲୋକଙ୍କ କହିବା ମୁତାବକ ସେ ଗୋଟେ ଲୁଙ୍ଗି ସହିତ ସ୍କାଏ କଲର ଟି ସାର୍ଟ ପିନ୍ଧିଛନ୍ତି ଏବଂ ବେକରେ ଗୋଟେ ନାଲି ଗାମୁଛା ପକାଇଛନ୍ତି। ଆହୁରି ମଧ୍ୟ ତାଙ୍କ ପରିବାର ପକ୍ଷରୁ ଆମ ଚ୍ୟାନେଲ ମାଧ୍ୟମରେ ସାରା ଓଡ଼ିଶାବାସୀଙ୍କୁ ଆକୁଳ ନିବେଦନ କରି କହିଛନ୍ତି, ଯଦି କୌଣସି ସହୃଦୟ ବ୍ୟକ୍ତି ନିଖୋଜ ହୋଇଥିବା ଶେଖ୍ ଗୌସ ମହମ୍ମଦଙ୍କୁ କେଉଁଠି ବି ଦେଖିବାକୁ ପାଆନ୍ତି ତେବେ ନିକଟସ୍ଥ ପୋଲିସ ଷ୍ଟେସନରେ ଜଣାଇବାକୁ ଅନୁରୋଧ। ମୋ ନାଁ ଶେଖ୍ ଆବିଦ ମହମ୍ମଦ। ମୋ ବାପା ହେଉଛନ୍ତି ଶେଖ୍ ଗୌସ ମହମ୍ମଦ। ରବିବାର ଦିନ ସକାଳ 6ଟାରୁ ସେ ଆମ ଘରୁ ପଳାଇ ଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ଫେରି ନାହାନ୍ତି। ତାଙ୍କ ଦେହ ବହୁତ ଅସୁସ୍ଥ, ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହେଇଥିଲା। ସେ ସବୁଦିନ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ଔଷଧ ନ ଦିଆହେଲେ ତାଙ୍କର କଥାବାର୍ତ୍ତା ହେଉ ଚାଲି ହେଉ ସବୁଥିରେ ତାଙ୍କର ପ୍ରୋବ୍ଲେମ୍ ହୁଏ। ବର୍ତ୍ତମାନ ସୁଦ୍ଧା ଆମ ଘରକୁ ସେ ଫେରି ନାହାନ୍ତି। ଆମେ ଆପଣ କୋଉଠି କୋଉଠି ଆପଣ ଖୋଜିଲେଣି? ବିଭିନ୍ନ ଜାଗାରେ ଆମେ ଖୋଜିଲୁଣି। ବର୍ତ୍ତମାନ ସୁଦ୍ଧା ତାଙ୍କର ସୁଦ୍ଧା ଆମେ କିଛି ପାଉନୁ। ଆମେ ଯାଇକି ଆମ ଜଗତସିଂହପୁର ଥାନାରେ ବି ଏତଲା ଦେଇସାରିଛୁ। ଆମେ ଥାନାରେ କେବେ ଏଫଆଇଆର ଦେଇଛନ୍ତି? ଆମେ ଆଜି ଯାଇକି ସନ୍ଧ୍ୟା ସୁଦ୍ଧା ଥାନାରେ ଏଫଆଇଆର ଦେଲୁ। ଆଉ ଆମେ ଚାହୁଁଛୁ ଯେ ଆମ ଓଡ଼ିଶାବାସୀ ଯେଉଁଠି ବି ଆମ ବାପାଙ୍କୁ ଦେଖନ୍ତୁ, ତାଙ୍କର ଫଟୋ ହେଉଛି ଏଇଟା, ତାଙ୍କୁ ଦେଖନ୍ତୁ। ଦେଖି ସାରିଲା ପରେ ଆପଣଙ୍କର ପାଖରେ ଷ୍ଟେସନ୍ ଥିବ ପୋଲିସ ଷ୍ଟେସନ୍, ସେଠି ଯାଇକି ତାଙ୍କୁ ଟିକେ ରିପୋର୍ଟ କରିଦିଅନ୍ତୁ। ନଚେତ୍ ମୋର ନମ୍ବର ହେଉଛି 7873875948। ଏ ନମ୍ବରରେ ମୋତେ କଲ୍ କରନ୍ତୁ। ସେ ଗୋଟେ ଲୁଙ୍ଗି ପିନ୍ଧୁଛନ୍ତି ଆଉ ସ୍କାଏ କଲର୍ ଟି ସାର୍ଟ ପିନ୍ଧୁଛନ୍ତି, ବେକରେ ଗାମୁଛା ପକାଇଛନ୍ତି। ତାଙ୍କର ଟେମ୍ପର ହାଇ ହେଇଯାଏ, ସେ ଘରେ ରହିବେନି ବୋଲି ପଳେଇ ଯାଆନ୍ତି। ପ୍ରାୟ ଟାଇମ୍ ଆମେ ତାଙ୍କୁ ଧରି ନେଇଛୁ, ଖୋଜିକି ଆଣିଛୁ। ଆମେ ବର୍ତ୍ତମାନ ସୁଦ୍ଧା ଆମେ ତାଙ୍କୁ ଏଥର ଖୋଜି ପାରୁନୁ। ସେ ବହୁତ ଥର ଏମିତି କରିଛନ୍ତି, କିନ୍ତୁ ଆମେ ତାଙ୍କୁ ଖୋଜି ନେଇଛନ୍ତି। ସେମିତି କିଛି ଅନୁମାନ କରୁଛନ୍ତି ଯେ କେଉଁ ପଟୁ ଯାଇଥିବେ? ହଁ, ସେ ସମ୍ବଲପୁରରେ ଚାକିରି କରୁଥିଲେ। ପ୍ରାୟତଃ ସମ୍ବଲପୁର ଯାଇପାରନ୍ତି, ନହେଲେ କଟକ ହେଉ, ଆମର ଲିଙ୍କ ରୋଡ଼ ହେଉ, ମାନେ ଜଗତପୁର ହେଉ, ଜଗତସିଂହପୁର, ଯେଉଁ କୌଣସି ଜାଗା ତୁମେ ଦେଖିଲେ ବି ଟିକେ ଆମକୁ ହେଲ୍ପ କରିବେ। ଆଉ ଯଦି ସେ ସମ୍ବଲପୁର ଚାକିରି କରୁଥିଲେ, ସମ୍ବଲପୁରରେ ଯୋଗାଯୋଗ ବି କରି ସମ୍ବଲପୁର ଯାଇଥିଲୁ ବି, କିନ୍ତୁ ସେଠି ଆମେ ତାଙ୍କୁ ପାଇଲୁନୁ। ସେ ତାଙ୍କର ଦେହ ବର୍ତ୍ତମାନ ତ ସେ 4 ଦିନ ହେଇଗଲାଣି ନା, ରବିବାରଠୁ ଆଜି ମଙ୍ଗଳବାର ବୁଧବାର 4 ଦିନ ହେଇଗଲାଣି। ତାଙ୍କ ଦେହ ବହୁତ ଅସୁସ୍ଥ ଥିବ, ସେ ତ ନିଜେ ଚାଲି ପାରୁନଥିବେ ନା କାହାକୁ କିଛି କହିପାରୁନଥିବେ। ସେଇଥିପାଇଁ ସେ ଯଦି କେଉଁଠି କାହା ଘରେ ରହିଯାଇଥିବେ, ଯଦି ସେ ଆମକୁ କଣ୍ଟାକ୍ଟ କରିଦେବେ ଆମ ସାଙ୍ଗରେ। ଶେଖ୍ ସାଦିକ୍ ମହମ୍ମଦ, ମୋ ବାପାଙ୍କ ନାଁ ଶେଖ୍ ଗୌସ ମହମ୍ମଦ। ଆଉ ମୋ ଘର ହେଉଛି ମଙ୍ଗଳପୁର। ମୋ ବାପା ଆଜିକୁ 4 ଦିନ ହେଇଗଲାଣି ମାନେ ଘରୁ ପଳାଇ ଯାଇଛନ୍ତି। ତାଙ୍କର ଦେହ ଟିକେ ଅସୁସ୍ଥ ଅଛି। ଆମେ ତାଙ୍କୁ ବହୁତ ଜାଗାରେ ଖୋଜିଲୁଣି, ଆଉ ବିଭିନ୍ନ ଜାଗାରେ ତାଙ୍କୁ ଖୋଜିଲୁ, ଆମେ ତାଙ୍କୁ ପାଉନୁ। ଆଉ ପୋଲିସ ଷ୍ଟେସନରେ ଆମେ ଏଫଆଇଆର କରିଛୁ, ଏତଲା ବି କରିଛୁ, ଏଫଆଇଆର ବି ଦେଇଛୁ। ଆଉ ଆମ ବାପାକୁ ଟିକେ ଖୋଜିବା ପାଇଁ ସହଯୋଗ କରନ୍ତୁ ଆମର। ଆଉ ଓଡ଼ିଶାବାସୀଙ୍କୁ ଏତିକି ମୋର ହାତ ଯୋଡ଼ିକି ଅନୁରୋଧ ଅଛି କି ଆମର ଟିକେ ସହଯୋଗ କରନ୍ତୁ। ଆମ ବାପା 4 ଦିନ ହେଲା ଘରେ ନାହାନ୍ତି। ଆମ ଘର ଟୋଟାଲ ଭଲ ଲାଗୁନାହିଁ, ଖାଇବା ପିଇବା ସବୁ ହରାମ ହେଇଯାଇଛି। ଟିକେ ଆମକୁ ହାତ ଯୋଡ଼ି କେମିତି କ'ଣ ଅଛନ୍ତି ଆମେ ଜାଣିନୁ। କେଉଁ ଜାଗାରେ ଯଦି ରହିଯାଇଛନ୍ତି କିମ୍ବା ଶୋଇଯାଇଛନ୍ତି କିମ୍ବା ବସି ଯାଇଛନ୍ତି, ଯଦି କେହି ଦେଖିବାକୁ ପାଅ ତାହେଲେ ମୋ ଭାଇର ନମ୍ବର ଅଛି ତା ଦେହରେ, ତାକୁ କଣ୍ଟାକ୍ଟ କରନ୍ତୁ। ନହେଲେ ନିଜର ପୋଲିସ ଷ୍ଟେସନ ଯଦି କେଉଁଠି ଅଛି ସେଠି କଣ୍ଟାକ୍ଟ କରିକି ଟିକେ ଭାଇ ଆମକୁ ଜଣାନ୍ତୁ। ହଁ ଅଛି ସେମିତି, ମାନେ ସେ ରହନ୍ତି ବେଳେବେଳେ, ଯେମିତି ତାଙ୍କର ଯଦି କିଛି ହେଇଗଲା, ମାଇଣ୍ଡକୁ ଯଦି ପଶିଯାଇଛି, ସେ ମାନେ ବୁଝିପାରନ୍ତିନି ଆଉ କିଛି। ବାସ୍ ତାଙ୍କୁ ଯେଉଁଟା ଠିକ୍ ଲାଗେ ସେ ସେଇଟା ହିଁ କରନ୍ତି। ସେଥିପାଇଁ ଡେଲି ଔଷଧ ଖାଉଥିଲେ? ହଁ, ସେ ତାଙ୍କର ମେଡ଼ିସିନ କଣ୍ଟିନ୍ୟୁ ଥାଏ। ତାଙ୍କର ମାନେ ମେଡ଼ିସିନ ଯଦି ନ ଖାଇଲେ ତାଙ୍କର ଦେହ ପୁରା ଅସୁସ୍ଥ ହେଇଯିବ। ସେ ଚାଲିପାରିବେ ନାହିଁ, କଥା କହିପାରିବେ ନାହିଁ, ପାଣି ପିଇ ପାରିବେ ନାହିଁ। ଭାଇ ବହୁତ ପ୍ରୋବ୍ଲେମରେ ସେ ରହିଯାଇଥିବେ ଏପର୍ଯ୍ୟନ୍ତ। 4 ଦିନର ଯୁଗ ହେଇଗଲାଣି, ସେ ମେଡ଼ିସିନ କିଛି ଖାଇନୁ। ଆମେ ବହୁତ ହଇରାଣ ହେଇକି ଭାଇ ଖୋଜି ସାରିଲୁଣି ତାଙ୍କୁ। 4-5 ଦିନର ଯୁଗ ହେଇଗଲାଣି। ଆଉ ପ୍ଲିଜ୍ ଟିକେ ଦୟାକରି ହେଲ୍ପ କରନ୍ତୁ ଆମର। ଭାଇ ହାତ ଯୋଡ଼ିକି ଆପଣଙ୍କୁ ବିନତି ଅଛି କି ଆମର ଟିକେ ହେଲ୍ପ କରନ୍ତୁ। ଦର୍ଶକ ବନ୍ଧୁ,
କେହି ଯଦି ସହୃଦୟ ବ୍ୟକ୍ତି ତାଙ୍କ ନିଖୋଜ ବାପାଙ୍କୁ କେଉଁଠି ବି ଦେଖନ୍ତି ତେବେ ଆମ ସ୍କ୍ରିନ୍ରେ ଦିଆଯାଇଥିବା ମୋବାଇଲ ନମ୍ବରରେ ମଧ୍ୟ ଆପଣମାନେ ଯୋଗାଯୋଗ କରି ଏହି ଦୁଃଖୀ ପରିବାରକୁ ଟିକେ ସାହାଯ୍ୟ କରିବାକୁ ଅନୁରୋଧ। ତାଙ୍କ ମୋବାଇଲ ନମ୍ବର ହେଲା 7873875948। ଆଉ ଥରେ କହି ରଖୁଛୁ 7873875948। ଜଗତସିଂହପୁରରୁ ଜିଲ୍ଲା ପ୍ରତିନିଧି ମିତାଲି ସାମଲଙ୍କ ରିପୋର୍ଟ, ବାଣୀକ୍ଷେତ୍ର ଲାଇଭ୍।